ସବୁ ଫୁଲ ମନ୍ଦିର ଯାଏ ନା, କିଛି ଫୁଲ ଝଡ଼ି ଯାଇ ମାଟିରେ ମିଶି ଯାଇଥାଏ। ସେହିପରି ସବୁ ପ୍ରେମ ସଫଳ ହୁଏ ନା, କିଛି ପ୍ରେମ ଖାଲି ସ୍ମୃତି ହୋଇ ଛାତିରେ ରହିଯାଇଥାଏ। କାହାକୁ ପାଇଯିବା ପ୍ରେମ ନୁହେଁ, କି କାହାକୁ ହରାଇ ଦେଲେ ମନ ଦୁଃଖ କରିବା ପ୍ରେମ ନୁହେଁ। ପ୍ରେମ ବାସ୍ ତାହା ହୋଇଥାଏ ଯେଉଁଠି କେବଳ ଭଲ ପାଇବା ଥାଏ, ଏବଂ ଭଲ ପାଇବା ତାହା ଯେଉଁଠି ଥାଏ ତାଙ୍କର ମଙ୍ଗଳ କାମନା କରିବା ହୋଇଥାଏ, ତାଙ୍କର ଖୁସି ଚାହିଁବା ହୋଇଥାଏ। ତୁମେ ଯେତେ ବି କଷ୍ଟରେ ଥାଅ, ଯେତେ ବି ଦୁଃଖରେ ଥାଅ, କେବେ ତାଙ୍କୁ ଜଣାଅ ନାହିଁ ଯିଏ କେବଳ ହସିବା ଜାଣନ୍ତି, ଯିଏ ସମବେଦନା ଦେବା ବଦଳରେ ତୁମର ଭୁଲ କ'ଣ ଜଣାନ୍ତି, ଯିଏ ତୁମ ହାତ ନୁହେଁ ତୁମର ଦୋଷ ଧରନ୍ତି। କାରଣ ଏମାନେ ବାସ୍ କିଛି ନିଜର ସ୍ୱାର୍ଥ ପାଇଁ ତୁମକୁ କଷ୍ଟ ଦେବାର ଗୋଟିଏ ସୁଯୋଗରେ ଅପେକ୍ଷା କରିଥାନ୍ତି। ନିଜ ଇଚ୍ଛାରେ ବଞ୍ଚ, ତାହା କର ଯାହା ତୁମକୁ ସଫଳ ଦେବ। ଅନ୍ୟ ଇଚ୍ଛାରେ ବଞ୍ଚିବ ତ କେବେ ଅନ୍ୟର ଗୋଲାମ ହୋଇ ବଞ୍ଚିଯିବ। ଆଉ ଯେଉଁଦିନ ସ୍ୱାଧୀନ ହୋଇ ବଞ୍ଚିବାକୁ ଚେଷ୍ଟା କରିବ, ସେତେବେଳେ ଅନ୍ୟମାନେ ନିଜ ଉପରର ବୋଝ ତୁମ ମୁଣ୍ଡ ଉପରେ ଲଦି ଦେବେ। ସେଥିପାଇଁ ସମସ୍ତଙ୍କର ଶୁଣ, କିନ୍ତୁ ତାହା କର ଯାହା ତୁମକୁ ଉଚିତ ଓ ଠିକ୍ ଲାଗୁଛି। ହୃଦୟକୁ ବିରାମ ଦେଇ ବିବେକର ଶୁଣ। ପରିଶ୍ରମର ସବୁ ସୀମା ଟପିଯାଏ। ଯେମିତି ତୁମକୁ ଗୋଲାମ କରିବାକୁ ଇଚ୍ଛା କରୁଥିବା ଲୋକ ଦିନେ ତୁମର ଗୋଲାମୀ କରିବ। ସବୁ ସୁଯୋଗରେ ଫାଇଦା ଉଠାଅ, କିନ୍ତୁ କେବେ କାହାର ଭଲ ପାଇବା କି ବିଶ୍ୱାସର ନୁହଁ। ଶୁଣିବାର ଅଭ୍ୟାସ କରନ୍ତୁ, କାରଣ ଏଠି ଦେଖେଇ କହିବା ଲୋକଙ୍କର ଅଭାବ ନାହିଁ। ହସିବା ଅଭ୍ୟାସ କରନ୍ତୁ, କାରଣ ଏଠି କଷ୍ଟ ଦେବା ଲୋକଙ୍କର ଅଭାବ ନାହିଁ। ସବୁବେଳେ ଉପରକୁ ଉଠିବାର ଅଭ୍ୟାସ ରଖନ୍ତୁ, କାରଣ ଏଠି ଗୋଡ଼ ଟାଣିବା ଲୋକଙ୍କର ଅଭାବ ନାହିଁ। ସକାରାତ୍ମକ ବିଚାର ଏବଂ ସାହସ ସହ ସବୁବେଳେ ଆଗକୁ ବଢ଼ାନ୍ତୁ, କାରଣ ଏଠି ମନୋବଳ ଭାଙ୍ଗିବା ଲୋକଙ୍କର ଅଭାବ ନାହିଁ। ଆମକୁ ଭଲ କି ଖରାପ ଜୀବନ ନ ମିଳିଥାଏ, ଆମକୁ ତ ବାସ୍ ଜୀବନ ମିଳିଥାଏ। ତାକୁ ଭଲରେ ଗଢ଼ିବା କି ଖରାପରେ ଗଢ଼ିବା ତାହା ଆମ ଉପରେ ନିର୍ଭର କରିଥାଏ। ଯେମିତି ଶୋଷିଲାକୁ ପାଣିର ମୂଲ୍ୟ ଏବଂ ଭୋକିଲାକୁ ଖାଦ୍ୟର ମୂଲ୍ୟ ଜଣାଥାଏ, ଠିକ୍ ସେହିପରି ଜଣେ ଦୁଃଖୀ ମଣିଷ ଜାଣିଥାଏ ସୁଖର ମୂଲ୍ୟ କେତେ। ନିଜର ଜଖମକୁ ସମସ୍ତଙ୍କୁ ଦେଖାଅ ନାହିଁ, କାରଣ ସମସ୍ତଙ୍କ ଘରେ ମଲମ ନଥାଏ, କିନ୍ତୁ ସମସ୍ତଙ୍କ ଘରେ ଲୁଣ ନିଶ୍ଚୟ ଥାଏ। ଜୀବନରେ ତାଙ୍କୁ ଭୁଲିଯାଅ ନାହିଁ ଯିଏ ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଏ ଏବଂ ନିଜଠାରୁ ବି ଅଧିକ ତୁମକୁ ଭଲ ପାଏ। ତାଙ୍କ ଆଖିରେ କେବେ ଲୁହ ଦିଅ ନାହିଁ ଯିଏ ତୁମକୁ କାନ୍ଦିବା ଦେଖି ନିଜେ କାନ୍ଦି ପକାଏ। ଯଦି କେବେ ତାଙ୍କୁ ଧୋକା ଦେବା କଥା ମନକୁ ଆସେ, ଏହି ଗୋଟିଏ କଥା ନିଜ ମନକୁ ନିଶ୍ଚୟ ପଚାରିବ, ଯିଏ ତୁମକୁ ଏତେ ଭଲ ପାଉଛି, ତୁମେ କ'ଣ ତାଙ୍କଠାରୁ ଅଧିକ ଭଲ ଜୀବନସାଥୀ ପାଇପାରିବ? ବଞ୍ଚିବା ପାଇଁ ଯେମିତି ନିଶ୍ୱାସ ଆବଶ୍ୟକ ହୋଇଥାଏ, ସେହିପରି ସମ୍ପର୍କ ପାଇଁ ବିଶ୍ୱାସ ମଧ୍ୟ ଆବଶ୍ୟକତା ହୋଇଥାଏ। କାହା ହୃଦୟକୁ ଜିତିଯିବା ଚାହୁଁଥିଲେ ତାଙ୍କୁ ହୃଦୟରୁ ଭଲ ପାଇବା ଶିଖ। କାହାକୁ ହୃଦୟରୁ କଷ୍ଟ ଦେବାକୁ ଚାହୁଁଥିଲେ ତାଙ୍କ ହୃଦୟକୁ ବାଧିଲା ଭଳି କଥା କୁହନି। ହଁ ଆଜ୍ଞା, ଏହା ସତ କଥା। କାହାକୁ ହାତ ଉଠେଇ ମାଡ଼ ମାରିଲେ ବି ସେତିକି କଷ୍ଟ ହୋଇନଥାଏ ଯେତିକି କଷ୍ଟ କାହା ନିଷ୍ଠୁର କଥାରେ ହୋଇଥାଏ। କେହି ଉଚ୍ଚ ପଦବୀ କିମ୍ବା ଉଚ୍ଚ ସ୍ଥାନରେ ବସିଲେ କେବେ ଉଚ୍ଚା ହୋଇଯାଏ ନାହିଁ। ମଣିଷର ଗୁଣ, ଜ୍ଞାନ, ଉଚିତ ସଂସ୍କାର ଏବଂ ବ୍ୟବହାର ଦ୍ୱାରା ଉଚ୍ଚ ହୋଇଥାଏ। କାଗଜ ଗୁଡ଼ିକୁ ଏକାଠି ରଖିବାକୁ ପିନ୍ ଯେପରି କାଗଜକୁ ଫୋଡ଼ିଥାଏ, ସେହିପରି ପରିବାରକୁ ଏକାଠି ରଖିବାକୁ ମଧ୍ୟ ଜଣେ ଏପରି ପରିବାରରେ ଥାଆନ୍ତି ଯାହାର କଥା ହୃଦୟକୁ ଫୋଡ଼ିଲା ପରି ଲାଗିଥାଏ। ପ୍ରକୃତ ପ୍ରେମ ତାହା ଯେଉଁମାନେ ଆମକୁ ଭଲ ପାଆନ୍ତି, ସବୁବେଳେ ଆମ କଥା ଚିନ୍ତା କରନ୍ତି। ଆମେ ବି ତାଙ୍କୁ ସେତିକି ଭଲ ପାଇବା ଏବଂ ତାଙ୍କର ଇଚ୍ଛାକୁ ସମ୍ମାନ ଦେବା ଉଚିତ। ସବୁଠାରୁ ବଡ଼ କଥା, ବାପା ମାଆଙ୍କ ଠାରୁ ଏହି ସଂସାରରେ ଅଧିକ କେହି ଭଲ ପାଆନ୍ତି ନାହିଁ। ଜିଦ୍ଦି ସମ୍ପର୍କ ଭାଙ୍ଗି ଦିଏ, ଅହଙ୍କାର ସମ୍ପର୍କ ଠାରୁ ଦୂରେଇ ଦିଏ ଏବଂ କ୍ରୋଧ ସବୁ ଶେଷ କରିଦିଏ। କିନ୍ତୁ କେବଳ ସହନଶୀଳତା ଏବଂ ମୁହଁରେ ଚେନ୍ ହସ ଭଲ ସମ୍ପର୍କ ଗଢ଼ିପାରେ ଆଉ ସାରା ଜୀବନ ପାଇଁ ସମ୍ପର୍କକୁ ବାନ୍ଧିକି ରଖିପାରେ। ସମ୍ପର୍କରେ ଜଣେ ରାଗିଗଲେ ଆଉ ଜଣେ ଯଦି ଚୁପ୍ ହୋଇଯାଏ, ତେବେ ସମ୍ପର୍କ ବଞ୍ଚିଯାଏ। କିନ୍ତୁ ଯଦି ଜଣେ ରାଗିଗଲେ ଆଉ ଜଣେ ବି ରାଗିଯାଏ, ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ସମ୍ମାନ ଦେଲେ ସମ୍ମାନ ମିଳିବ, ହେଲେ ମୁଁ ଏମିତି ମଣିଷକୁ ଦେଖିଛି ସମ୍ମାନ ପାଇଲା ପରେ ଅନ୍ୟକୁ ଛୋଟ ନଜରରେ କାହିଁକି ଦେଖନ୍ତି? ଯଦି ସବୁ ପରିସ୍ଥିତିରେ ବଞ୍ଚିବାର ହିଁ ଅଛି, ତେବେ ହସି ହସି ଜୀବନ ବିତେଇବାରେ ଅସୁବିଧା କ'ଣ ରହିଛି? ଏମିତି କେହି ଜଣେ ତ ନ ମିଳୁ ଯିଏ ମିଳିଗଲେ କିଛି ସମୟ ପାଇଁ ହେଉ ପଛେ, କିନ୍ତୁ ଟିକେ ଖୁସି ଜୀବନରେ ମିଳିଥାଏ। ଇଏ ସେଇ ଦୁନିଆ ଯେଉଁଠି ସୁନ୍ଦର ଚେହେରା ପାଇଁ ସଫା ହୃଦୟକୁ ଛାଡ଼ି ଦିଅନ୍ତି ଲୋକେ। କେବେ ବି କାହାର ବି ଅଭ୍ୟାସ ହେବାକୁ ଦିଅନ୍ତୁ
बुझंतुनी खास करी कौनसी मनीषर संपर्क जेमिति भी होई थाओ हृदय हेबा दरकार मुंडरू नुहे। मो विषय दुनिया बहुत कम जानी तथापि मोर अधिक दोष आ दुर्बलता बाहरुची जेतेबेले कि मोर किछि भूल ही नहीं। प्रेमर कष्ट तो समस्ते पाई थांती किए सही जाए तो किए छाड़ी दे थाए कहा पई बुझाइबा अपेक्षा ता पई श्रुति होई जिबा अधिक भल होई थाए। किछि कठिन निष्पत्ति भी नेबाकू पड़ी जाए निजको अधिक शक्तिशाली करबा पई कंटार पथ को भी चलबाकू पड़ी थाए भविष्यत को कुसुमित करबा पई। शांतिर संधान रे बहुत लंबा रास्ता चलबाकू पड़िला शेष रे शांति भी पाईगली किंतु मृत्युर कूल रे। जीवन केबे छोट होई न थाए बरं मनीष एठी डेरी रे बंचिबा आरंभ करि थाए। प्राय तो सीए एकुटिया रही जाती जी निज जीवन ठारू अधिक अन्य को भल पाती। जंगल रे रहुतिबा साप को काहेकि डरिबे मु तार क्षति न करिबा पर्यंत से मोर किछि करिबनी। डर मते घरे रहितिबा साप ठारू मिली थाए जी केवल कांबुड़ीबा पई सुजोग अपेक्षा रे रही थाए। जेउठी तुम अभिमान रो कौनसी मूल्य नहीं सेठारे तुम संपर्क मध्यर किछि मूल्य न थाए। कष्ट हेउची अर्थ तुम्हें बंचीच एबे भी समस्या अच्छी अर्थ तुम्हें धैर्य शक्ति अच्छी एसबु भितर जदि प्रार्थना करुच अर्थ तुम जीवन रे एकुटिया नुह। किए कहूची प्रेम बर्बाद कर दिए जदि तुलेइबा वाला मिली जाए दुनिया ताकू जीवन सारा मन रखी थाए। कहती कहार मिछ राण खाइले कहीं कौन मरी जाए हाँ कहीं तो मरी न थाए कहार विश्वास निश्चय मरी जाई थाए। जेउ मनीष समय ठारू अधिक आउ किछि मागी न थाए बुझी जातु ता ठारू अधिक आउ केही भी आपन को प्रेम करि परिबेनी। जीवन रे एमिति गोटे समय आसी थाए सब किछि ठीक हैला परे भी मनीष हसिबा भूली जाई थाए। दर्शक बंधु भिडियोटी आज एतिकी भिडियोटी केमिति लागला कमेंट करिया पई जमाई भूलिबेनी। जदि आम भिडियोटी आपन मानको पसंद आसी थाए ताहाले आम चैनल रे सब्सक्राइब कर दियंतु आ पाखरे आस्तुवा बेल नोटिफिकेशन को ऑन कर दियंतु जहा द्वारा भिडियोर नोटिफिकेशन आपन मानक पाखरे सबा प्रथमे पहुंची परिबा। भिडियोटी केमिति लागला कमेंट करिया पई जमाई भूलिबेनी। रहुछु नमस्कार जय जगन्नाथ। भिडियोटी संपूर्ण देखिथिबारु बहुत बहुत धन्यवाद। जय